ଯେଉଁ ହିତାଧିକାରୀମାନେ ନିଜ ରାସନ କାର୍ଡ଼ରେ ନିଜର ଇ-କେ.ୱାଇ.ସି ଅପଡ଼େଟ୍ କରିନାହାନ୍ତି, ସେମାନେ ତୁରନ୍ତ ନିଜ ରାସନ କାର୍ଡ଼ରେ ନିଜର ଇ-କେ.ୱାଇ.ସି ଅପଡ଼େଟ୍ କରିଦିଅନ୍ତୁ। ଏବଂ ଯେଉଁମାନେ ଆଗରୁ ନିଜ ରାସନ କାର୍ଡ଼ରେ ନିଜର ଇ-କେ.ୱାଇ.ସି ଅପଡ଼େଟ୍ କରିଥିଲେ, ତାହା ସଫଳ ହୋଇନାହିଁ, ସେମାନେ ମଧ୍ୟ ନିଜ ରାସନ କାର୍ଡ଼ରେ ନିଜର ଇ-କେ.ୱାଇ.ସି କରିନିଅନ୍ତୁ। ନହେଲେ ଆପଣଙ୍କ ରାସନ କାର୍ଡ଼ରୁ ଆପଣଙ୍କ ନାମ କଟିଯିବ ଏବଂ ଆପଣଙ୍କୁ ରାସନ ମଧ୍ୟ ମିଳିବ ନାହିଁ। ଆପଣମାନେ ନିଜ ଡିଲର ପାଖରେ ଯାଇ ନିଜର ରାସନ କାର୍ଡ଼ରେ ନିଜର ଇ-କେ.ୱାଇ.ସି ଅପଡ଼େଟ୍ କରିନିଅନ୍ତୁ। ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁଯାୟୀ ରାସନ କାର୍ଡ଼ ଇ-କେ.ୱାଇ.ସି ଅପଡ଼େଟ୍ର ଶେଷ ତାରିଖ 31 ଜାନୁଆରୀ 2025 ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ସମୟ ବ୍ୟବଧାନରେ ସମସ୍ତ ହିତାଧିକାରୀମାନେ ନିଜର ଇ-କେ.ୱାଇ.ସି ଅପଡ଼େଟ୍ କରିବା ସମ୍ଭବ ହୋଇନଥିବାରୁ ଶ୍ରୀଯୁକ୍ତ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଏହାର ଅବଧି 15 ଫେବୃଆରୀ 2025କୁ ବୃଦ୍ଧି କରିଛନ୍ତି। 2025 ଫେବୃଆରୀ 15 ତାରିଖ ପୂର୍ବରୁ ସମସ୍ତ ହିତାଧିକାରୀମାନେ ନିଜର ରାସନ କାର୍ଡ଼ରେ ନିଜର ଇ-କେ.ୱାଇ.ସି ଅପଡ଼େଟ୍ କରିନିଅନ୍ତୁ ଏବଂ ଯେଉଁମାନେ ଆଗରୁ କରିଥିଲେ ଇ-କେ.ୱାଇ.ସି ଆପଣଙ୍କ ରାସନ କାର୍ଡ଼ରେ ତାହା ସଫଳ ହୋଇନଥିଲା, ସେମାନେ ମଧ୍ୟ ପୁନର୍ବାର ନିଜ ଡିଲର ପାଖରେ ଯାଇ ନିଜର ରାସନ କାର୍ଡ଼ର ଇ-କେ.ୱାଇ.ସି ଅପଡ଼େଟ୍ କରିନିଅନ୍ତୁ। ଧନ୍ୟବାଦ।